ବିଜେଡି ଗୋଟେ ଆଞ୍ଚଳିକ ଦଳ, ଆଞ୍ଚଳିକତା ର ଭୋଟ ଯଦି ଆଉ ଗୋଟେ ଦଳ ନେଇଯାଏ ତାହେଲେ ବିଜେଡିର କ୍ଷତି ହେବ। ବିଜେପି ତ ନ୍ୟାସନାଲ ହିସାବରେ ଅଛି ନା, ନ୍ୟାସନାଲ ପାର୍ଟି ହିସାବରେ, ତ ନ୍ୟାସନାଲ ଭୋଟ ଯେଉଁମାନେ ଜାତୀୟ ଚିନ୍ତାଧାରାର ଲୋକମାନେ ସେମାନେ ବିଜେପିକୁ ଦେଲେ। ଏବଂ ଏଇ ଅବଶ୍ୟ ରାଜନୀତିରେ ଚିନ୍ତାଧାରା ଏତେ ମହତ୍ଵ ରଖୁନାହିଁ, କିନ୍ତୁ ଗୋଟିଏ ସମାନ ବିଚାରଧାରାର ପାର୍ଟି, ଦୁଇଟା ସମାନ ଧାରାର ବିଚାର ପ୍ରତି ସେମାନେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ। ଦେଖନ୍ତୁ ମହାରାଷ୍ଟ୍ରରେ ଶିବସେନା ଏବଂ ବିଜେପି ଏମାନଙ୍କ ଭିତରେ ବୁଝାମଣା ଥିଲା ଏବଂ ବୁଝାମଣା ଗୋଟିଏ ବିଷୟକୁ ନେଇକରି ଏମାନଙ୍କର ଭିତରେ ସାମଞ୍ଜସ୍ୟ ଥିଲା, କିନ୍ତୁ ସେ ବିଚାରରୁ ଶିବସେନା ଚାଲିଯିବା ପରେ ତାର ବୈଚାରିକ ଅବକ୍ଷୟ ଘଟିଲା ପରେ ସେ ଦଳ ଅତିଷ୍ଠ ହେଲାନି। ଯଦି ସମାନ ବିଚାରଧାରାରେ ଥାନ୍ତା ତାହେଲେ ବିଜେପିକୁ ସେ ହୁଏତ ବିଜେପିର ସମସାମୟିକ ହେଇକରି ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ମଧ୍ୟ ହେଇପାରିଥାନ୍ତେ। ଭାରତର ରାଜନୀତି ଆପଣ ଧୀରେ ଧୀରେ ଦେଖନ୍ତୁ ଦ୍ୱିକେନ୍ଦ୍ରିକ ଆଡ଼କୁ ଯାଉଛି। ଗୋଟିଏ ପଟେ ବିଜେପି ଯେଉଁମାନେ ନ୍ୟାସନାଲ ଭାବନାକୁ, ଜାତୀୟ ଭାବନାକୁ ନେଇକରି ରହୁଛନ୍ତି ଏବଂ ଅନ୍ୟଟା କଂଗ୍ରେସର ନେତୃତ୍ୱ ରହିବା କଥା, କିନ୍ତୁ ଅନେକ ଗୁଡ଼ିଏ ପାର୍ଟି ସ୍ୱଭାବଗତ କଂଗ୍ରେସ ବିରୋଧୀ। ଧରନ୍ତୁ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶରେ, এটা হচ্ছে বৈচারিক দৃষ্টিରୁ কংগ্রেস বিরোধী, কিন্তু ব্যবহারিক দৃষ্টিରୁ ସେମାନେ କଂଗ୍ରେସ ସପକ୍ଷରେ ଗଲେ ସେ ଫଳାଫଳ ସେମାନେ ପାଉନାହାନ୍ତି। ବିହାରରେ ବି ଦେଖନ୍ତୁ ତାଙ୍କର ଯୋଉ ବିହାରର ଲାଲୁ ପ୍ରସାଦଙ୍କର ପାର୍ଟି ଆରଜେଡି, ସେମାନେ ବୈଚାରିକ ଦୃଷ୍ଟିରୁ କଂଗ୍ରେସ ବିରୋଧୀ, କିନ୍ତୁ କଂଗ୍ରେସ ସହିତ ଗଠବନ୍ଧନ କଲେ ତାର ସଫଳତା ସେମାନଙ୍କୁ ପାଉନାହିଁ। ଏମିତି ଅନେକ ଜାଗାରେ ଅଛି, କେବଳ ତାମିଲନାଡୁ ଛାଡ଼ିଦେଲେ ଦେଖନ୍ତୁ, ତାମିଲନାଡୁ ଗୋଟେ ଅଲଗା ପ୍ରକାର ରାଜନୀତି। କେରଳରେ ଯଦିଓ ଜାତୀୟ ସ୍ତରରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ସମର୍ଥନ କରୁଛି, କିନ୍ତୁ ଆଞ୍ଚଳିକ ସ୍ତରରେ କେରଳରେ ସେମାନେ ପରସ୍ପର ବିରୋଧୀ। ତ ଏମିତି ଧୀରେ ଧୀରେ ଦେଖନ୍ତୁ ତୃଣମୂଳ କଂଗ୍ରେସ କଂଗ୍ରେସରୁ ବାହାରିଛି, କିନ୍ତୁ ପଶ୍ଚିମବଙ୍ଗରେ ସେମାନେ କଂଗ୍ରେସ ବିରୋଧୀ। ଜାତୀୟ ରାଜନୈତିକ ଦୃଷ୍ଟିପଟ କ'ଣ ହଉଛି ତା ଉପରେ ବି ବହୁତ କିଛି ନିର୍ଭର, ଭୋଟ ପାଇବା ଉପରେ ନିର୍ଭର କରୁଛି। ଦେଖନ୍ତୁ ଧୀରେ ଧୀରେ ବିଜେଡି ନୂଆପଡ଼ା ଇଲେକ୍ସନରେ ତୃତୀୟ ସ୍ଥାନ ଅଧିକାର କଲା। ଭାବୁଥିଲୁ ଆମେ ଦ୍ୱିତୀୟ ହେଇପାରେ, କିନ୍ତୁ ଲୋକ ତାକୁ ତୃତୀୟ ସ୍ଥାନ ଉଠାଇଲେ। ତ এই পরিপ্রেক্ষিতে কোন জনতা হেলে মালিক, লোকে কোন নিষ্পত্তি নউଛନ୍ତି সেটা বড় জিনিস। যদি ଆପଣଙ୍କୁ ଆମ ଭିଡିଓଟି ଭଲ ଲାଗିଲା ତେବେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ କରିବାକୁ ଜମା ବି ଭୁଲନ୍ତୁ ନାହିଁ।